ଜୟ ଶ୍ରୀରାମ ବନ୍ଧୁଗଣ। ମହାରଥୀ କର୍ଣ୍ଣ ଏକ ଏମିତି ଯୋଦ୍ଧା ଥିଲେ ଯେ କୌରବମାନଙ୍କ ପଟେ ବା ଅନ୍ୟାୟ ପଟେ ରହିକିରି ଯୁଦ୍ଧ କରି ମଧ୍ୟ ସେ ଇତିହାସରେ ଏକ ଏମିତି ଛବି ତାଙ୍କର ବନେଇ ଦେଇଛନ୍ତି ଯେ ଇତିହାସ ତାଙ୍କୁ ସଦା ସର୍ବଦା ମନେ ରଖିବ। ଯେବେ ଯେବେ ବି ଇତିହାସରେ ଯୋଦ୍ଧାମାନଙ୍କର ଉଲ୍ଲେଖ ରହିବ ସର୍ବଶ୍ରେଷ୍ଠରେ ମହାରଥୀ କର୍ଣ୍ଣଙ୍କର ନାଁ ରହିବ। କିନ୍ତୁ ସେଇ ମହାରଥୀ କର୍ଣ୍ଣ ବୀର ଅଭିମନ୍ୟୁଙ୍କ ବଧ କାହିଁ କରିଥିଲେ ବା ଯେତେବେଳେ ଚକ୍ରବ୍ୟୂହ ଭିତରେ ବୀର ଅଭିମନ୍ୟୁ ଫସି ଯାଇଥିଲେ ମହାରଥୀ କର୍ଣ୍ଣ ହିଁ କାହିଁକି ବଧ କରିଥିଲେ? ଦୁର୍ଯ୍ୟୋଧନ ତ ଏତେ ମାତ୍ରାରେ ରାଗ ରଖିଥିଲା ଅଭିମନ୍ୟୁଙ୍କ ପ୍ରତି, ହେଲେ ଦୁର୍ଯ୍ୟୋଧନ ବଧ ନ କରି ମହାରଥୀ କର୍ଣ୍ଣ କାହିଁକି ଅଭିମନ୍ୟୁଙ୍କ ବଧ କରିଥିଲେ? ଆଜି ଆମେ ସେଇ ବିଷୟରେ ପୁରା ବିସ୍ତାରରେ ଜାଣିବା। ଅଭିମନ୍ୟୁ ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧ ଭୂମିରେ ହିଁ ଅପମାନ କରିଥିଲା ବା ଯୁଦ୍ଧ ଭୂମିରେ ଅଭିମନ୍ୟୁ ଦୁର୍ଯ୍ୟୋଧନଙ୍କର ବସ୍ତ୍ର ହରଣ କରିଦେଇଥିଲା। ଆଉ ଯେତେବେଳେ ବି ଦୁର୍ଯ୍ୟୋଧନକୁ ଅଭିମନ୍ୟୁ ଭେଟୁଥାଏ ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କର ବସ୍ତ୍ର ହିଁ ହରଣ କରୁଥାଏ। ସେଥିପାଇଁ ଦୁର୍ଯ୍ୟୋଧନ ଅଭିମନ୍ୟୁର ହିଁ ବଧ କରିବା ପାଇଁ ଚାହିଁଲେ, ଯାହାଫଳରେ କି କୌରବମାନେ ଗୋଟେ ଚକ୍ରାନ୍ତ କରି ଯୁଦ୍ଧ ଭୂମିରେ ଅର୍ଜୁନ ଏବଂ ଶ୍ରୀକୃଷ୍ଣଙ୍କୁ ଦୂରେଇ ଦେଇଥିଲେ ଆଉ ଚକ୍ରବ୍ୟୂହ ନିର୍ମାଣ କରିଥିଲେ। ଯାହାଫଳରେ କି ଯେତେବେଳେ ଅଭିମନ୍ୟୁ ଚକ୍ରବ୍ୟୂହ ଭିତରକୁ ପ୍ରବେଶ କରିଥିଲେ ଆଉ ତାଙ୍କ ପଛେ ପଛେ ପାଣ୍ଡବମାନେ ବା ଆଉ 4 ପାଣ୍ଡବ ଯେତେବେଳେ ତାଙ୍କ ପଛେ ପଛେ ଯିବାକୁ ବାହାରନ୍ତି, ସେହି ସମୟରେ ଦୁର୍ଯ୍ୟୋଧନର ଭିଣେଇ ଜୟଦ୍ରଥ ଆସି ପହଞ୍ଚି ଯାଇଥିଲେ। ଆଉ ସେ ମହାଦେବଙ୍କ ଠାରୁ ବର ପ୍ରାପ୍ତ କରିଥାନ୍ତି ଯେ ଅର୍ଜୁନଙ୍କ ଛଡ଼ା ଗୋଟିଏ ଦିନ ଏମିତି ଆସିବ ଯେ ତାକୁ ଆଉ 4 ପାଣ୍ଡବ ହରେଇ ପାରିବେ ନାହିଁ। ସେ 4 ପାଣ୍ଡବଙ୍କ ଉପରେ ଭାରି ପଡ଼ିବେ। ଆଉ ସେ ଦିନଟି ହେଲା ସେଇ ଦିନ ଥିଲା ଯେଉଁଦିନ ଅଭିମନ୍ୟୁ ଚକ୍ରବ୍ୟୂହ ଭିତରକୁ ପ୍ରବେଶ କଲେ। ଏପଟେ 4 ପାଣ୍ଡବ ଯେତେବେଳେ ଚକ୍ରବ୍ୟୂହ ଭିତରକୁ ପ୍ରବେଶ କରିବା ପାଇଁ ଚାହାନ୍ତି ତ ଏପଟେ ଜୟଦ୍ରଥ 4 ପାଣ୍ଡବଙ୍କୁ ଅଟକେଇ ଦେଲା ଆଉ ଅଭିମନ୍ୟୁ ଗୋଟିଏ ପରେ ଗୋଟିଏ ଚକ୍ରବ୍ୟୂହର ପାହି ଅତିକ୍ରମ କରିଚାଲିଲେ। କିନ୍ତୁ ଯେତେବେଳେ ଜୟଦ୍ରଥ କଥା ଯୁଧିଷ୍ଠିର ଜାଣିଲେ, ସେଠି ଅଭିମନ୍ୟୁଙ୍କୁ ଅଟକେଇବା ପାଇଁ ଚେଷ୍ଟା କଲେ ବା ଅଭିମନ୍ୟୁଙ୍କୁ ଡାକ ମାରିଲେ କି ଅଭିମନ୍ୟୁ ତୁମେ ଫେରିଆସ, ଇଏ ଗୋଟେ ଚକ୍ରାନ୍ତ ବା ଗୋଟେ ଷଡ଼ଯନ୍ତ୍ର ତୁମ ପାଇଁ ହେଇଛି। ସେଇଠି ଅଭିମନ୍ୟୁ ଧର୍ମରାଜ ଯୁଧିଷ୍ଠିରକୁ ମନା କରିଥିଲେ ଆଉ କହିଥିଲେ କି ଗୋଟେ ଯୋଦ୍ଧା କେବେ ହେଲେ ପଛକୁ ଫେରିପାରେ ନା, ସେ ଆଗକୁ ବଢ଼ିକିରି ମୃତ୍ୟୁକୁ ସାମ୍ନା କରେ। ମୁଁ ଏ ଚକ୍ରବ୍ୟୂହ ଭିତରକୁ ଆସିଛି ପାଣ୍ଡବମାନଙ୍କ ମୁଣ୍ଡ ଉଚ୍ଚାରେ ରହୁ ବୋଲି। ଯଦି ମୋ ମୁଣ୍ଡ କଟି ବି ଯାଏ ତାହେଲେ ମଧ୍ୟ ପାଣ୍ଡବମାନଙ୍କ ମୁଣ୍ଡ ଉଚ୍ଚାରେ ରହିବ, ଆପଣ ମୋତେ ବିଶ୍ୱାସ କରନ୍ତୁ। ତାପରେ ଅଭିମନ୍ୟୁ ଚକ୍ରବ୍ୟୂହ ଭିତରକୁ ପ୍ରବେଶ କରିଥିଲେ ଆଉ ଚକ୍ରବ୍ୟୂହ ଭିତରେ 7 ମହାରଥୀ ଯୋଦ୍ଧା ଥିଲେ, ଯେମିତିକି ଦୁର୍ଯ୍ୟୋଧନ, ଦୁଃଶାସନ, କର୍ଣ୍ଣ, ଗୁରୁ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଏମିତି 7 ମହାରଥୀ ମାନେ ସବୁ ଚକ୍ରବ୍ୟୂହର ସେଣ୍ଟରରେ ଥିଲେ। ଯେତେବେଳେ ଅଭିମନ୍ୟୁ ଯାଇକିରି ପହଞ୍ଚିଲେ ଅଭିମନ୍ୟୁଙ୍କୁ ଦୁର୍ଯ୍ୟୋଧନ କହିଲେ, କ'ଣ ଏତେ ସବୁ ମହାରଥୀଙ୍କୁ ଦେଖି ତୁମେ ଭୟ କରିଯାଉଛ? କିନ୍ତୁ ସେଇଠି ଅଭିମନ୍ୟୁ ବୀରତାର ସହ କହିଥିଲେ, ଇଏ ତ ବହୁତ ବଡ଼ ଗର୍ବର କଥା ଯେ ଏତେ ସାରା ମହାରଥୀ ମୋ ସହିତ ଯୁଦ୍ଧ କରିବା ପାଇଁ ଅପେକ୍ଷା କରି ବସିଛନ୍ତି। ଇଏ ତ ଅର୍ଜୁନ ପୁତ୍ର ଏବଂ ଶ୍ରୀକୃଷ୍ଣ ଭଣଜାଙ୍କର ସ୍ୱାଗତ ପାଇଁ ଇଏ ଠିକ୍ ପ୍ରବନ୍ଧ ଆପଣମାନେ କରିଛନ୍ତି। ମୁଁ ବହୁତ ଗର୍ବ ଅନୁଭବ କରୁଛି, ଭୟଭୀତ କାହିଁକି ହେବି? ସେଇଠି ଦୁଃଶାସନ ଅଭିମନ୍ୟୁଙ୍କୁ କହିଥିଲେ, ଯେତେ ତୁମେ ଆମକୁ ଅପମାନ କରିବ ତୁମ ମୃତ୍ୟୁ ସେତେ ପୀଡ଼ାଦାୟକ ହେବ। ସେଇଠି ଅଭିମନ୍ୟୁ ମଧ୍ୟ କହିଥିଲେ କି ମୁଁ ଯେତେ ସମୟ ଧରି ବଞ୍ଚି ରହିବି ସେତେ ସମୟ ଆପଣଙ୍କର କ୍ଷତିଗ୍ରସ୍ତ ହିଁ କରଉଥିବି, ବିନାଶ କରଉଥିବି। ଅର୍ଜୁନ ପୁତ୍ର ଅଭିମନ୍ୟୁ ଆଗରେ ମୃତ୍ୟୁ ବି ହାର ମାନିବ। ତାପରେ ଅଭିମନ୍ୟୁଙ୍କୁ ଦୁଃଶାସନ, ଶକୁନି ମାମା ଏମିତି ସମସ୍ତେ ମିଶିକିରି ଯେତେବେଳେ ଧନୁ ଦ୍ୱାରା ବାର କରିଥିଲେ ତ ଅଭିମନ୍ୟୁ ସମସ୍ତଙ୍କ ବାଣକୁ କାଟି ଦେଇଥିଲେ। ତାପରେ ଦୁର୍ଯ୍ୟୋଧନ ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲା ଆଉ ଦୁର୍ଯ୍ୟୋଧନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ କହିଥିଲା, ଆପଣ ଇଏ କ'ଣ କରୁଛନ୍ତି? ଆପଣ ତା ରଥ ବିହୀନ ତାକୁ କରନ୍ତୁ, ସେ ତା ରଥରେ ହିଁ ତାର ଶକ୍ତି ଅଛି, ସେ ଯେପର୍ଯ୍ୟନ୍ତ ରଥରେ ଅଛି ସେ ପର୍ଯ୍ୟନ୍ତ ବିନାଶ କରୁଥିବ। ତାପରେ ଗୁରୁ ଦ୍ରୋଣାଚାର୍ଯ୍ୟ ବାଧ୍ୟ ହୋଇକିରି ରଥ ବିହୀନ କରିଦେଲେ ଅଭିମନ୍ୟୁକୁ ଆଉ ଅଭିମନ୍ୟୁ ତଳେ ପଡ଼ିଗଲେ। ଏପଟେ 4 ପାଣ୍ଡବ ବହୁତ ବିଚଳିତ ଅଛନ୍ତି। ଜୟଦ୍ରଥ ସାଙ୍ଗରେ ଭୀଷଣ ଯୁଦ୍ଧ ହେଉଛି କିନ୍ତୁ ଜୟଦ୍ରଥକୁ ପରାସ୍ତ ସେଦିନ କରିପାରିବା ଅସମ୍ଭବ ହିଁ ଥିଲା। ପାଣ୍ଡବମାନେ ବିବଶ ଥିଲେ ସେଦିନ। ଆଉ ଏପଟେ ଅଭିମନ୍ୟୁ ଯେତେବେଳେ ରଥ ବିହୀନ ହେଇଗଲେ ସେ ତଳେ ଠିଆ ହେଇକିରି ମଧ୍ୟ ଯୁଦ୍ଧ କଲେ। ତାପରେ ଦୁର୍ଯ୍ୟୋଧନ ଆହୁରି ପ୍ରଚୁର ମାତ୍ରାରେ ରାଗିଗଲା ଆଉ ମହାରଥୀ କର୍ଣ୍ଣଙ୍କୁ କହିଲା କି ତାକୁ ଧନୁଷ ବିହୀନ କର, ଯେପର୍ଯ୍ୟନ୍ତ ତା ହାତରେ ଧନୁଷ ଅଛି ଭାରି ଅସୁବିଧା। ତାପରେ ମହାରଥୀ କର୍ଣ୍ଣ ନ ଚାହୁଁଥିଲେ ମଧ୍ୟ ଦୁର୍ଯ୍ୟୋଧନର ଆଦେଶ ମାନିବାକୁ ପଡ଼ିଲା ବା ଦୁର୍ଯ୍ୟୋଧନକୁ ଯେଉଁ ବଚନ ଦେଇଥିଲେ ସେଥିପାଇଁ ସେ ବାଧ୍ୟ ହୋଇକିରି ଅଭିମନ୍ୟୁଙ୍କୁ ଧନୁଷ ବିହୀନ କଲେ। ଆଉ ଦୁର୍ଯ୍ୟୋଧନ, ଦୁଃଶାସନ, ଶଙ୍କୁନି ମାମା ଆଉ ଅଶ୍ୱତ୍ଥାମା ସମସ୍ତେ ମିଶିକିରି ଆସିକିରି ଖଣ୍ଡା ଧରିକିରି ଆସିଥିଲେ ତଳକୁ ରଥରୁ ଓହ୍ଲେଇ ପଡ଼ି। କିନ୍ତୁ ଅଭିମନ୍ୟୁ ମଧ୍ୟ ତାଙ୍କ ପାଖରେ ଯେଉଁ ଖଣ୍ଡା ଥିଲା ସେ ଖଣ୍ଡା ମାଧ୍ୟମରେ ତାଙ୍କ ସହିତ ବହୁତ ଯୁଦ୍ଧ କରିଥିଲେ, ଭୀଷଣ ଯୁଦ୍ଧ କରିଥିଲେ, ଲହୁଲୁହାନ ହେଇଯାଇଥିଲେ। ଆଉ ଅଭିମନ୍ୟୁ ଲହୁଲୁହାନ ହେଇକିରି ମଧ୍ୟ ସମସ୍ତଙ୍କୁ ଶସ୍ତ୍ରବିହୀନ କରିଦେଇଥିଲା। ତାପରେ ଶଙ୍କୁନି ମାମା ପଛପଟୁ ଆସି ଅଭିମନ୍ୟୁଙ୍କ ପିଠିରେ ଛୁରୀ ଫୁରି ଦେଇଥିଲା, ଯାହାଫଳରେ କି ଅଭିମନ୍ୟୁ ତଳେ ପଡ଼ି ଯାଇଥିଲେ। କିନ୍ତୁ ଅଭିମନ୍ୟୁ ତଳେ ପଡ଼ି ଯାଇ ମଧ୍ୟ ତାଙ୍କରି ରଥ ଚକା ତଳେ ପଡ଼ିଥିଲା। ସେ ଚକାକୁ ଧରିକିରି ଅନେକ ସମୟ ଯୁଦ୍ଧ କଲେ। ଅନେକ ସମୟ ଯୁଦ୍ଧ କଲା ପରେ ମଧ୍ୟ ଦୁର୍ଯ୍ୟୋଧନ ଯେତେବେଳେ ପ୍ରଚୁର ମାତ୍ରାରେ ରାଗିଗଲା, ଏପଟେ ସମସ୍ତଙ୍କୁ ଅଭିମନ୍ୟୁ
ଅଭିମନ୍ୟୁ କ୍ଷତି କଲେଣି। ସେପଟେ ଦୁର୍ଯ୍ୟୋଧନ ରାଗିକିରି ଅଭିମନ୍ୟୁଙ୍କୁ ମାଇଲା ଆଉ କହିଲା କି ତୁମେ ଏବେ ମୃତ୍ୟୁର ଭିକ ମାଗ ମତେ, ତାହେଲେ ମୁଁ ତୁମକୁ ସହଜ ମୃତ୍ୟୁ ଦେବି। କିନ୍ତୁ ଅଭିମନ୍ୟୁ ସେଇଠି ଆସ୍ତେ ଆସ୍ତେ ଯାଇଥିଲେ ଦୁର୍ଯ୍ୟୋଧନ ପାଖକୁ ଆଉ ଦୁର୍ଯ୍ୟୋଧନକୁ ପୁଣି ବସ୍ତ୍ର ହରଣ କରିଦେଇଥିଲେ। ଦୁର୍ଯ୍ୟୋଧନକୁ କହିଥିଲେ କି ମୁଁ କହିଥିଲି ଆପଣଙ୍କୁ ଯେବେ ଯେବେ ଆପଣଙ୍କୁ ଭେଟିବି ସେବେ ସେବେ ଆପଣଙ୍କର ବସ୍ତ୍ର ହିଁ ହରଣ କରିବି। ତାପରେ ଦୁର୍ଯ୍ୟୋଧନ ପ୍ରଚୁର ମାତ୍ରାରେ ରାଗି ଯାଇଥିଲା ଆଉ ଅଭିମନ୍ୟୁଙ୍କୁ ଭୟଙ୍କର ରେଟରେ ମାରିବାକୁ ଲାଗିଥିଲା। ଅଭିମନ୍ୟୁ ଲହୁଲୁହାନ ହେଇକିରି ତଳେ ପଡ଼ିଗଲେ, ଫିର୍ ବି ଦୁର୍ଯ୍ୟୋଧନ ମାରୁଥିଲା, କିନ୍ତୁ ମହାରଥୀ କର୍ଣ୍ଣ ଆଉ ସେଠି ସମ୍ଭାଳି ପାରିଲେ ନାହିଁ। ତାପରେ ଦୁର୍ଯ୍ୟୋଧନକୁ ଆସି ଅଟକେଇଲେ କିନ୍ତୁ ଦୁର୍ଯ୍ୟୋଧନ ରହିଲା ନାହିଁ, କହିଲା ଏପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହେଇନାହିଁ, ଯେପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହେଇନାହିଁ ସେ ପର୍ଯ୍ୟନ୍ତ ଆ ପ୍ରାଣ ଯିବ ନାହିଁ। କିନ୍ତୁ ମହାରଥୀ କର୍ଣ୍ଣ କହିଲେ ଇଏ ଜଣେ ବୀର ଯୋଦ୍ଧା, ଆକୁ ଗୋଟେ ଯୋଦ୍ଧାର ମୃତ୍ୟୁ ଦିଅ। ସେଇଠି ଦୁର୍ଯ୍ୟୋଧନ ପ୍ରଚୁର ମାତ୍ରାରେ ରାଗି ଯାଇଥିଲା ଆଉ କହିଥିଲା କି ଇଏ ଜଣେ ଯୋଦ୍ଧା, ଇଏ ହେଲା ସେ ଭଗୋଡ଼ା ପାଣ୍ଡବଙ୍କର ଦୂଷିତ ରକ୍ତ, ଆକୁ ବହିବାକୁ ପଡ଼ିବ। ସେଠୁ ମହାରଥୀ କର୍ଣ୍ଣ ମଧ୍ୟ ଚୁପ୍ ରହିଥିଲେ, କାହିଁକିନା ବଚନ ଦେଇଛନ୍ତି ୟୁବରାଜ ଦୁର୍ଯ୍ୟୋଧନଙ୍କର ଆଦେଶକୁ ମାନିବାକୁ ପଡ଼ିବ। ତାପରେ ଦୁର୍ଯ୍ୟୋଧନ ଯେତେବେଳେ ପୁଣି ଅତ୍ୟାଚାର କରିବାକୁ ଲାଗିଲା ବା ପୁଣି ମାରିବାକୁ ଲାଗିଲା ଅଭିମନ୍ୟୁଙ୍କୁ, ସେଠୁ ଅଭିମନ୍ୟୁ ଚିଲେଇକିରି ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଥିଲେ କି ମୋ ପିତାଶ୍ରୀଙ୍କୁ କହିଦେବେ କି ମୋ ପିତାଶ୍ରୀଙ୍କର ନଥିବାର ଅନୁଭବ ମୁଁ ମୋ ଶତ୍ରୁକୁ କରେଇବାକୁ ହିଁ ଦେଇନି। ମୋ ମାତାଙ୍କର ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ପ୍ରତିକାର କରିଛି। ଆଉ ଉତ୍ତରାକୁ କହିବେ କି ମୋର ସନ୍ତାନକୁ ଶୁଣେଇବା ପାଇଁ ଗୋଟେ ମହାନ କଥା ଅଛି। ତାପରେ ଦୁର୍ଯ୍ୟୋଧନ ପୁଣି ନେଇ ଯେତେବେଳେ ଅଭିମନ୍ୟୁଙ୍କୁ ମାରିଥିଲା, ସେଇଠି ମହାରଥୀ କର୍ଣ୍ଣ ଆଉ ଅଭିମନ୍ୟୁଙ୍କ ଦୁଃଖ ଦେଖିପାରି ନଥିଲେ ବା ଅଭିମନ୍ୟୁଙ୍କ ପୀଡ଼ା ଆଉ ଦେଖିପାରି ନଥିଲେ। ଗୋଟେ ବୀର ଯୋଦ୍ଧାକୁ ଏଭଳି ଭାବେ ମୃତ୍ୟୁ ଦିଆଯାଉଛି। ତାପରେ ମହାରଥୀ କର୍ଣ୍ଣ ସେଠି ସ୍ତବ୍ଧ ହେଇଯାଇଥିଲା ଆଉ ଅଭିମନ୍ୟୁଙ୍କ ପାଖକୁ ଆସ୍ତେ ଆସ୍ତେ ବଢିବାକୁ ଲାଗିଥିଲେ। ସେଇଠି ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲେ ଯେ ତୁମେ ଯାଉଛ କୁଆଡେ କର୍ଣ୍ଣ। ଦୁର୍ଯ୍ୟୋଧନ ମଧ୍ୟ କର୍ଣ୍ଣକୁ ଡାକିବାକୁ ଲାଗିଥିଲେ, ହେଲେ ମହାରଥୀ କର୍ଣ୍ଣ କିଛି ନ ଶୁଣି ଆସ୍ତେ ଆସ୍ତେ ଅଭିମନ୍ୟୁଙ୍କ ପାଖକୁ ଗଲେ ଆଉ ଅଭିମନ୍ୟୁଙ୍କୁ କହିଲେ କୁଣ୍ଢେଇ ଧରିକି ଏ ସଂସାରର ସର୍ବଶ୍ରେଷ୍ଠ ଯୋଦ୍ଧାର ପଦବୀ ନା ମତେ ମିଳିବ ନା ଅର୍ଜୁନଙ୍କୁ ମିଳିବ। ଏ ପଦବୀ ତୁମେ ଆମଠାରୁ ଛଡେଇ ନେଲ ପୁତ୍ର। ମୁଁ ଗର୍ବ ଅନୁଭବ କରୁଛି ତୁମ ଭଳି ଜଣେ ବୀର ଯୋଦ୍ଧାଙ୍କ ସହିତ ମତେ ଯୁଦ୍ଧ କରିବାର ସୁଯୋଗ ମିଳିଲା, କିନ୍ତୁ ଏବେ ସମୟ ହେଇଯାଇଛି ପୁତ୍ର, ତୁମେ ଏ ନର୍କରୂପୀ ପୃଥିବୀକି ତ୍ୟାଗ କର। ତାପରେ ମହାରଥୀ କର୍ଣ୍ଣ ଅଭିମନ୍ୟୁଙ୍କ ପେଟରେ ଗୋଟେ ଭୁଜାଲି ପୁରେଇକିରି ଅଭିମନ୍ୟୁଙ୍କୁ ସେ ପୀଡ଼ାରୁ ମୁକ୍ତ କରିଥିଲେ। ତାପରେ ଅଭିମନ୍ୟୁ ବୀର ଗତିକି ପ୍ରାପ୍ତ କରିଥିଲେ। ଆପଣମାନେ ଜାଣିପାରିଲେ ମହାରଥୀ କର୍ଣ୍ଣ ଅଭିମନ୍ୟୁଙ୍କର ବଧ କାହିଁ କରିଥିଲେ, ଅଭିମନ୍ୟୁଙ୍କୁ ସେ ପୀଡ଼ାରୁ ମୁକ୍ତ କରିଦେଇଥିଲେ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିନ୍ତ ରୂପେ କରିଦେବେ। ଜୟ ଶ୍ରୀରାମ।